ରାଧେ ରାଧେ ବନ୍ଧୁଗଣ। ବାସ୍ତୁଶାସ୍ତ୍ରରେ ମନ୍ଦାର ଫୁଲ ଅତ୍ୟନ୍ତ ଭାଗ୍ୟବର୍ଦ୍ଧକ ଫୁଲ ଅଟେ। ଯେଉଁ ଘରେ ମନ୍ଦାର ଗଛ ଥାଏ ସେହି ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ବାସ୍ତୁଶାସ୍ତ୍ରରେ ମନ୍ଦାର ଫୁଲର କିଛି ଏପରି ଉପାୟ ଅଛି ଯାହାକୁ ଅନୁସରଣ କଲେ ଆପଣ ନିଜର ଶୋଇଥିବା ଭାଗ୍ୟକୁ ମଧ୍ୟ ଚମକାଇ ପାରିବେ। ଯଦି ଆପଣ ମନ୍ଦାର ଫୁଲର ଏହି ବିଶେଷ ଉପାୟ ଗୁଡ଼ିକୁ କରନ୍ତି ତେବେ ଆପଣଙ୍କ ଜୀବନରେ ଧନଜନିତ ସମସ୍ୟାର ସମାଧାନ ହୋଇ ଆପଣଙ୍କୁ ଯଥାଶୀଘ୍ର ଧନ ଲାଭ ହେବ। ବାସ୍ତୁଶାସ୍ତ୍ରରେ ମନ୍ଦାର ଫୁଲ ପୂଜା ପାଠରେ ଲାଗିବା ସହିତ ତନ୍ତ୍ରମନ୍ତ୍ର ସାଧନାରେ ବି ମଧ୍ୟ ପ୍ରୟୋଗ କରାଯାଏ। ପୂଜା ପାଠରେ ମନ୍ଦାର ଫୁଲର କିଛି ବିଶେଷ ମହତ୍ତ୍ୱ ରହିଛି। ଦେବାଦେବୀଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ଯଦି ଆପଣ କର୍ଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ହେଲେ ମନ୍ଦାର ଫୁଲର ଏହି ସରଳ ଉପାୟଟିକୁ କରିପାରିବେ। ମନ୍ଦାର ଫୁଲ ଏକ ଏପରି ଫୁଲ ଯାହା ମୁଖ୍ୟତଃ ଅତି ସହଜରେ ମିଳିଯାଇଥାଏ। ତେବେ ଉପାୟଟି ହେଲା, ଶୁକ୍ରବାର ଦିନ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ଏବଂ ମାତା ଦୁର୍ଗାଙ୍କୁ ଧ୍ୟାନ କରି 5ଟି ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ। ସେହି ଫୁଲକୁ ସନ୍ଧ୍ୟାରେ ବାହାର କରି ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହିଭଳି 7ଟି ଶୁକ୍ରବାର କରନ୍ତୁ। ବାସି ଫୁଲକୁ ଏକତ୍ର କରି ପୂର୍ଣ୍ଣିମା କିମ୍ବା ସଂକ୍ରାନ୍ତିରେ ପ୍ରବାହିତ ଜଳରେ ବିସର୍ଜନ କରିଦିଅନ୍ତୁ। ଏଭଳି 7ଟି ଶୁକ୍ରବାର କଲେ ମାତା ଦୁର୍ଗାଙ୍କ କୃପାରୁ ଧନର ଆଗମନ ହେବ ଏବଂ କର୍ଜରୁ ଅତି ଶୀଘ୍ର ମୁକ୍ତି ପାଇପାରିବେ। ଘରେ କଳି ଝଗଡ଼ା ଓ ଅଶାନ୍ତି ଲାଗି ରହୁଥିଲେ ମନ୍ଦାର ଫୁଲରେ ଏହି ଉପାୟଟିକୁ କରିପାରିବେ। ଆପଣ ଘରେ ମନ୍ଦାର ଗଛଟିଏ ଲଗାନ୍ତୁ, କିନ୍ତୁ ଭୁଲ ଦିଗରେ ଏହାକୁ ଲଗାଇଲେ କିଛି ଶୁଭ ପରିଣାମ ଆପଣ ପାଇପାରିବେ ନାହିଁ। ତେଣୁ ସଠିକ୍ ଦିଗରେ ସଠିକ୍ ଜାଗାରେ ମନ୍ଦାର ଗଛଟିକୁ ଲଗାଇଲେ ଆପଣ ମନ୍ଦାର ଗଛର ଶୁଭ ଫଳ ପାଇପାରିବେ। ତେଣୁ ମନ୍ଦାର ଗଛଟିକୁ ଘରର ଉତ୍ତର ଦିଗ ବା ପୂର୍ବ ଦିଗରେ ହିଁ ଲଗାନ୍ତୁ। ଏହିପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ ଓ ଘରେ ସୁଖ ଶାନ୍ତିର ବାତାବରଣ ଥାଏ। ତେଣୁକରି ବନ୍ଧୁମାନେ ନିଜ ଘରେ ମନ୍ଦାର ଗଛଟିକୁ ନିଶ୍ଚୟ ଲଗାନ୍ତୁ। ସର୍ବକ୍ଷେତ୍ରରେ ସଫଳତା ପାଇବା ପାଇଁ ମଧ୍ୟ ମନ୍ଦାର ଫୁଲର ପ୍ରୟୋଗ କରାଯାଏ। ଯଦି ଆପଣ ଚାକିରି ବ୍ୟବସାୟରେ ଉନ୍ନତି ପାଇବାକୁ ଚାହୁଁଛନ୍ତି ହେଲେ ମାତା ବୈଭବ ଲକ୍ଷ୍ମୀଙ୍କୁ ମିଶ୍ରି ସହ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ମାତା ବୈଭବ ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣ ପାଇପାରିବେ ଓ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପାଇପାରିବେ। ଯଦି ଆପଣ ଧନଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ନାଲି ମନ୍ଦାର ଫୁଲର ଏହି ବିଶେଷ ଉପାୟଟିକୁ କରନ୍ତୁ। ଆପଣ ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ପୂଜା କରନ୍ତୁ। ସୂର୍ଯ୍ୟଦେବଙ୍କୁ ତମ୍ବା ଢାଳରେ ନାଲି ଚନ୍ଦନ, ନାଲି ମନ୍ଦାର ଅର୍ପଣ କରନ୍ତୁ। ସୂର୍ଯ୍ୟଦେବଙ୍କୁ ନାଲି ମନ୍ଦାର ଅତ୍ୟନ୍ତ ପ୍ରିୟ। ଯଦି ଆପଣ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତି ହେଲେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଯେଉଁ ବ୍ୟକ୍ତି ଜାତକରେ ସୂର୍ଯ୍ୟଗ୍ରହ ମଜବୁତ ଥାନ୍ତି ସେହି ଜାତକଙ୍କ ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ଅଗ୍ରଣୀ ଥାନ୍ତି। ସବୁଦିନ କରି ନ ପାରିଲେ ପ୍ରତ୍ୟେକ ରବିବାର ସୂର୍ଯ୍ୟଦେବଙ୍କୁ ମନ୍ଦାର ଫୁଲ ଅର୍ପଣ ନିଶ୍ଚୟ କରନ୍ତୁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା ଦୂର କରିବା ପାଇଁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ କାରଗର ଅଟେ। ଯଦି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରେମ ସମ୍ପର୍କ ନାହିଁ କିମ୍ବା କଥାକଥାରେ କଳି ଝଗଡ଼ା ହେଉଛନ୍ତି ହେଲେ ଆପଣ ଧଳା ମନ୍ଦାର ଫୁଲଟିର ଏହି ଚମତ୍କାର ଉପାୟଟିକୁ କରିପାରିବେ। ଆପଣ ତାଙ୍କ ତକିଆ ତଳେ ଧଳା ମନ୍ଦାର ଫୁଲଟିକୁ ରଖିଦିଅନ୍ତୁ। ଧଳା ମନ୍ଦାର ଫୁଲଟି ଅତ୍ୟନ୍ତ ଚମତ୍କାରୀ ଫୁଲ ଅଟେ। ଏହା ପୂଜାପାଠ ଲାଗିବା ସହିତ ତନ୍ତ୍ରମନ୍ତ୍ର ସାଧନାରେ ବି ମଧ୍ୟ ଏହାର ଚମତ୍କାର ପ୍ରୟୋଗ ଦେଖିବାକୁ ମିଳେ। ତକିଆ ତଳେ ଫୁଲଟିଏ ରଖିଦେବେ ଓ କିଛି ଦିନ ଏହିପରି କରି ଚାଲିବେ। ଶୁଖିଲା ଫୁଲଗୁଡ଼ିକୁ ଆପଣ ପ୍ରବାହିତ ଜଳରେ ବିସର୍ଜନ କରିଦେବେ। ଦେଖିବେ ଧୀରେ ଧୀରେ କଳି ଝଗଡ଼ା ବନ୍ଦ ହୋଇଯିବ।